ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ସପ୍ତଦଶ ଅଧ୍ୟାୟ। ଶ୍ରୀଶୁକ ଉବାଚ ଯେଦିଗେ ଅନନ୍ତ ଈଶ୍ୱର ତାଠାରୁ ହୋଇଲେ ଅନ୍ତର, ସେ ଚିତ୍ରକେତୁ ବିଦ୍ୟାଧର ସେଦିଗେ କରି ନମସ୍କାର। ତତ୍କ୍ଷଣେ ହରଷ ହୋଇଲା ଗଗନ ମାର୍ଗେ ଚଳିଗଲା। ଲକ୍ଷ ବରଷ ବ୍ୟାହତ ବଳ ଇନ୍ଦ୍ରିୟ ହୋଇଯୁତ, ସିଦ୍ଧଚାରଣ ମୁନି ଯେତେ ସ୍ତୁତି କରନ୍ତି ଅବିରତେ। ମହାଯୋଗୀ ସେ ସିଦ୍ଧେଶ୍ୱର ରହି କୁଳାଚଳ ଦ୍ରୋଣୀର, ଆନନ୍ଦେ ବିଦ୍ୟାଧରୀ ସଙ୍ଗେ କ୍ରୀଡ଼ା କରଇ ନାନା ରଙ୍ଗେ। ପରମ ଈଶ୍ୱରଙ୍କ ନାମ କରାଇ ଗାୟନ, ଏକ ସମୟେ ସେ ରାଜନ ଆରୋହୀ ଅମୂଲ୍ୟ ବିମାନ। ତେଜ ଗଞ୍ଜଇ ଦିବାକର ବିଷ୍ଣୁ ଦେଇଛି ତାକୁ ବର, ଗିରିଶ ଦେଖିବାର ପାଇଁ ଆନନ୍ଦେ ଗଲେ ଶୀଘ୍ର ଭଳି। ମୁନିମାନେ ଅଛନ୍ତି ପାଶରେ ଦୁର୍ଗାଙ୍କୁ ବସାଇ କୋଳରେ, ବାହୁରେ କରି ଆଲଙ୍ଗନ ସବାରେ ଅଛନ୍ତି ଈଶାନ। ତାହାଙ୍କ ନିକଟକୁ ଯାଇ ଉଚ୍ଚ ହସିଣ ସେ ବୋଲଇ। ଚିତ୍ରକେତୁରୁବାଚ ଧର୍ମଦେବତା ଗୁରୁଙ୍କର ଜଗତ ଗୁରୁ ଏ ଶଙ୍କର, ସଭାରେ ମଧ୍ୟସ୍ଥିରୀ ସଙ୍ଗେ ମିଥୁନ ଭାବ ହୋଇ ରଙ୍ଗେ। ଶରୀରେ ବହି ଜଟା ଭାର କେହେତୁ ତପ ତାହାଙ୍କର, ଜଗତ ସ୍ୱାମୀ ବ୍ରହ୍ମବାଦୀ ଅଷ୍ଟ ଐଶ୍ୱର୍ଯ୍ୟ ଯା ପ୍ରସିଦ୍ଧି। ଅଛନ୍ତି ପତ୍ନୀ ସଙ୍ଗେ ନେଇ ଗତ ଲଜ୍ଜିତ ପ୍ରାୟ ହୋଇ, ଏକାନ୍ତ ପ୍ରାକୃତ ସ୍ୱଭାବେ ଇହଇ ରହଇ ସ୍ଥିରୀବ ସ୍ୱଭାବେ। ଏ ଯେ ସ୍ୱଭାବେ ବ୍ରତଧର ଏହାଙ୍କୁ ବୋଲି ଦେବହର, ସଭାରେ ମଧ୍ୟସ୍ଥିରୀ ଘେନି ଅଛନ୍ତି ଯେନେ ନିଚ ଜନି। ଶ୍ରୀଶୁକ ଉବାଚ ଏରୂପେ ଚିତ୍ରକେତୁଙ୍କର ଶୁଣିନ ଉପହାସ ଗିର, ଈଶ୍ୱର ତୃଷୀଭୂତ ହୋଇ ରହିଲେ କିଛି ହିଁ ନ କହି। ସେଠାରେ ଯେତେ ଦେବ ଥିଲେ ସେ ମଧ୍ୟ କିଛି ନ କହିଲେ। ଜାଣେ ସେ ଜିତେନ୍ଦ୍ରିୟ ମୋହି ସମୃଦ୍ଧ ଲାଭେ ଗର୍ବ ବହି, ବଡ଼ିମା ପଣେ ବାରମ୍ବାର ନିନ୍ଦିଲା ଶିବଙ୍କୁ ଅପାର। ଚିତ୍ରକେତୁର ଏହି ରୀତି ସହି ନ ପାରି ଭଗବତୀ, ପାଞ୍ଚିଲେ ଦୁଷ୍ଟ ପାମରର ଗର୍ବ ହୋଇଛି ଗୁରୁତର। ବ୍ରହ୍ମା ନାରଦ ଭୃଗୁ ଋଷି ସେବନ୍ତି ଯାର ପାଦ ଆସି, ତାହାଙ୍କୁ କରେ ଅପମାନ ଏଣୁ ଏ ଦଣ୍ଡକୁ ରାଜନ। ପାର୍ବତୀ ମନରେ ଦଣ୍ଡ ଧିକ୍କାରି ବୋଇଲେ ସମ୍ବୋଧନ କରି, ରେ ପୁତ୍ର ତୋହର ଦୁର୍ମତି ଘଟିଛି ବହୁତ କହୁଛୁ ଅନୀତି, ଏହେତୁ ଅସୁର ଯୋନିରେ ଜନମ ଲଭତୁ ବେଗରେ। ଶ୍ରୀଶୁକ ଉବାଚ ଶାପ ପାଇନ ସେ ରାଜନ ବିମାନୁ ଖସିଣ ତତ୍କ୍ଷଣ, ନତମସ୍ତକେ ଶୀଘ୍ର ଗତି ପ୍ରସନ୍ନ କରିବାରେ ସତୀ। ଚିତ୍ରକେତୁରୁବାଚ ଦୁର୍ଗେ ଶୁଣ ମୋ ବଚନ, ସାପ ମୁଁ ଘେନିଲି ଶିରେଣ। ଭୋ ଦେବୀ ଅସୁର ଯୋନିରେ ଜନ୍ମ ଯେ କହିଲ ମୋହରେ, ସେ ମୋର ପୂର୍ବର ଅର୍ଜନ କହିବି ହୁଅ ସାବଧାନ। ସଂସାରେ ଯେତେ ଜନ୍ତୁଛନ୍ତି ଅଜ୍ଞାନେ ମୋହରେ ବଞ୍ଚନ୍ତି, ଭ୍ରମଣ କରି ଅନୁକ୍ଷଣ ବଞ୍ଚନ୍ତି ଦୁଃଖ ସୁଖ ମାନ। ଈଶ୍ୱର ମହିମା ନ ଜାଣି ଯେତେ ବୋଇଲି ପରିମାଣି, ସଭାରେ ମଧ୍ୟେ ଦୁଷ୍ଟ ମତି ହେବାରୁ ପାଇଲି ଦୁର୍ଗତି। ଗୁଣର ପ୍ରଭାବଟିଏ ଏହି ସାପ ଅନୁଗ୍ରହ ବା କାହିଁ, କେ ବା ସୁଖ କେ ବା ଦୁଃଖ, କେ ବା ସ୍ୱର୍ଗ କେ ନରକ। ଏକଇ ପ୍ରଭୁ ଆଦି ମୂଳ ମାୟାରେ ସୃଜଇ ସକଳ, ଏ ମାୟା ବଦ୍ଧ ମୁଖ୍ୟ ହୋଇ ସୁଖ ଦୁଃଖକୁ ସେ ଲଭଇ। ଏକଇ ପୁରୁଷ ମୁରାରି ତାହାରେ ମିତ୍ର ବା ଅରି, ଜ୍ଞାତି ବାନ୍ଧବ ବା ପର ଆପଣା ନାହିଁଟି ଯାହାର। ସର୍ବଭୂତରେ ସମ ସେଇ ମିତ୍ର ବୈରୀ ନାହିଁ କେହି, ତାହାର କ୍ରୀଡ଼ାରେ ଜଗତ ହେଉଅଛନ୍ତି ଆତଯାତ। ଏହାର ବଦ୍ଧ ମୁଖ୍ୟ ସୁଖ ହିତ ବା ଦୁଃଖ। ଏହାଙ୍କ ଜନ୍ମ ବଦ୍ଧ ମୃତ୍ୟୁ ହୁଅଇ ତାର ଶକ୍ତି ହେତୁ। ଏ ଅନ୍ତେ ଶୁଣ ମୋ ବଚନ, ଭୋ ଦୁର୍ଗେ ହୋଇ ସାବଧାନ। ସାପରୁ ମୁଖ୍ୟ ଦେବା ପାଇଁ ନମସ୍କାର କରି ବୋଲଇ, ସଭାରେ ମୁଁ ମନ୍ଦ ବଚନେ ତୁମ୍ଭକୁ ବୋଇଲି ଅଜ୍ଞାନେ। ଦୋଷ କ୍ଷମା କର ମୋହରି ତୁମ୍ଭେ ଯେ ଅଖିଳ ଈଶ୍ୱରୀ। ଶ୍ରୀଶୁକ ଉବାଚ
ଏମନ୍ତେ ପ୍ରସନ୍ନ କରାଇ ଈଶ୍ୱର ପାର୍ବତୀଙ୍କୁ ସେହି ଆପଣା ବିମାନେ ବସିଲା ନିଜ ମନ୍ଦିରେ ବିଜେ କଲା। ଏ ଅନନ୍ତରେ ଯେ ଈଶ୍ୱର ଦୁର୍ଗାଙ୍କ କହନ୍ତି ଏ ଗିର ଋଷି ଦୈତ୍ୟ ସିଦ୍ଧଗଣ ଶୁଣୁଅଛନ୍ତି ମୋ ବଚନ। ଦେବଦେବ ଉବାଚ ଅଦ୍ଭୁତ କର୍ମା ହେ ଈଶ୍ୱର ପ୍ରଭାବେ ଭୂତମାନଙ୍କର ନିଃସ୍ପୃହ ମହାତ୍ମା ସେମାନେ ଶୁଶ୍ରୂଣ୍ୟ ଦେଖି ବିଦ୍ୟମାନେ ବିଷ୍ଣୁ ଭକତ ଯେତେ ଜନେ ଭୟ ତାହାଙ୍କ ନାହିଁ ମନେ। ସ୍ୱର୍ଗ ବା ମୁଖ୍ୟ ବା ନରକ ଏମାନେ ଦେଖନ୍ତି ସେ ଏକ ଦେହରେ ଦେହି ସଂଯୋଗରୁ ପରମ ଈଶ୍ୱର ଲୀଳାରୁ। ଜନ୍ମ ବା ମୃତ୍ୟୁ ବା ସୁଖ ସାପ ଅନୁଗ୍ରହ ବା ଦୁଃଖ ପୁରୁଷ ବିବେକ ସେହି ଏ ଭିନ୍ନ ଭିନ୍ନ ଯେ ଦେଖଇ। ଯାହାର ଗୋବିନ୍ଦ ଭକତି ଶୁଦ୍ଧ ଯାହାର ଦୃଢ଼ ମତି ଜ୍ଞାନ ବୈରାଗୀ ଅଛି ଯାର ପୃଥକ ଭାବେ ନାହିଁ ତାର। ମୁହିଁ ବିରଞ୍ଚି ଯେ କୁମର ନାରଦ ଆଦି ମୁନିବର ବ୍ରହ୍ମାଦି ଯେତେ ସୁରେଶ୍ୱର ନ ଜାଣୁ ମହିମା ତାହାର। ଏହାର ପ୍ରିୟ ନାହିଁ କେହି ଅପ୍ରିୟ ଏହାରଟି ନାହିଁ ମିତ୍ର ବୈରୀ ଯାର ନାହିଁ ଯାର ସମାନ ଦେଖ ନୃପବର। ସକଳ ପ୍ରାଣୀଙ୍କର ପ୍ରିୟ ଏହିଟି ସର୍ବଭୂତମୟ ଏ ଚିତ୍ର କେତୁ ମହାଭାଗ ତାଙ୍କର ପ୍ରିୟ ଅନୁରାଗ। ସର୍ବତ ସମଦୃଷ୍ଟି ଏହି ଅଚ୍ୟୁତ ପ୍ରିୟ ଯେହ୍ନେ ପୁହିଁ। ମହାତ୍ମା ପୁରୁଷ ଯେହି ଏଣୁ ବିସ୍ମୟ ତାର ନେହି। ନ ଡରି ସ୍ଥିର କରେ ମନ ବିଷ୍ଣୁ ଭକତ ଯେଉଁ ଜନ। ସମଦରଶୀ ଶାନ୍ତି ଯେହି ବିସ୍ମୟ ବା ତାର କାହିଁ। ଶ୍ରୀ ଶୁକ ଉବାଚ ଶିବଙ୍କ ଭାଗବତ ବାଣୀ ହରଷ ଶୁଣିନ ଭବାନୀ। ସେ ରାଜା ସ୍ଥିର କଲେ ମନ ବିସ୍ମୟ ଛାଡ଼ିଲେ ତତ୍କ୍ଷଣ। ସେ ଚିତ୍ର କେତୁ ଏ ସଂସାରେ ଦେବୀର ସାପ ଘେନି ଶିରେ। ତାହାର ସାଧୁ ଏ ଲକ୍ଷଣ ଯେଣୁ ସାପ କଲା ଗ୍ରହଣ। ତୁଷ୍ଟ ଯଜ୍ଞ ଦକ୍ଷିଣାଗ୍ନିରେ କମ୍ପିଲା ଦାନବ ଯୋନିରେ। ବୃତ ହୋଇଲା ସେ ରାଜନ ଜ୍ଞାନ ବିଜ୍ଞାନରେ ସମ୍ପନ୍ନ। ଯେ ପ୍ରଶ୍ନ କଲୁ ନୃପବର କହିଲୁ ତୋହର ଆଗର। ଗୋବିନ୍ଦ ମତି ବୃତାସୁର ଜନ୍ମର କାରଣ ତାର। ଇତିହାସ ଏ ପୁଣ୍ୟସାର ମହାତ୍ମା ଏ ଚିତ୍ର କେତୁର। ବିଷ୍ଣୁ ଭକତ ପ୍ରାଣୀ ଯେହି ତାହାଙ୍କ ଗୁଣ ଯେ ଗୁଣଇ। ସକଳ ବନ୍ଧୁ ମୁଖ୍ୟ ହୋଇ ବୈକୁଣ୍ଠ ପଦକୁ ଲଭଇ। ଏଇ ଇତିହାସ ଯେ ପ୍ରଭାବ ଶୁଣାଇ ଶୁଣ ସ୍ଥିର ପ୍ରଭାତେ ଶୁଣାଇ ଶୁଣେ ସ୍ଥିର ଚିତେ। ନିରତେ ଭଜେ କୃଷ୍ଣ ପାଦ ହରଇ ବିଷାଦ ବିଷୟା ବିଷାଦ। ବୋଲଇ ଦାସ ଜଗନ୍ନାଥ ଚିତ୍ର କେତୁ ବିଷ୍ଣୁ ଭକତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଷଷ୍ଠ ସ୍କନ୍ଧେ ଚିତ୍ରକେତୁ ଉପାଖ୍ୟାନେ ନାମ ସପ୍ତଦଶୋଧ୍ୟାୟ। ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ସପ୍ତଦଶ